ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଥମ ଦିନୋତ୍ସବ ଉତ୍କଳ ଦିବସ ପାଳିତ। ଆଜି ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷ 2024-25ର ପ୍ରଥମ ଦିନ ଉତ୍ସବ ତଥା ଉତ୍କଳ ଦିବସ ମହା ଆଡ଼ମ୍ବରରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ ଏବଂ ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିଶୁମାନଙ୍କର ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଯଜ୍ଞର ଆୟୋଜନ କରାଯାଇ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ପ୍ରମୋଦିନୀ ମିଶ୍ର ଗୁରୁମା ଉତ୍କଳ ଦିବସର ମହାନତା ଏବଂ ଓଡ଼ିଶା ଭୂମିର ଗଠନ ଏବଂ ଏ ନିମନ୍ତେ ବିଭିନ୍ନ ମହାପୁରୁଷଙ୍କ ଅବଦାନ ବିଷୟରେ ବିହଙ୍ଗାବଲୋକନ କରାଇଥିଲେ ଏବଂ କୁନି ଶିଶୁ ଭଉଣୀ ଜେସିକା ବିଶ୍ୱରୂପା ଏବଂ ବଂଶିକା ବିଶ୍ୱରୂପା ଉତ୍କଳ ଦିବସର ଉପଲକ୍ଷେ ବକ୍ତୃତା ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ 500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ସମସ୍ତ ପରିଚାଳନା ସମିତି ସଦସ୍ୟ ଏବଂ ଗୁରୁଜୀ ଗୁରୁମାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ନୟାଗଡ଼ରୁ ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।